ବर्ण ପାଇଁ ଅନେକ ସଂଘର୍ଷ କରିଥିଲେ। ସମାଜରେ ସମାନତାର ବାର୍ତ୍ତା ଦେବା ପାଇଁ, ଜାତିଭେଦକୁ ଦୂର କରିବା ପାଇଁ, ତା ସଙ୍ଗେ ସଙ୍ଗେ ଭାରତ ବର୍ଷରେ ଭାଇଚାରା ଗଠନ କରିବା ପାଇଁ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଅନେକ ବଳିଦାନ ଥିଲା। ଆଜି ଏ ଆଠଗଡ଼ ଏନ୍ଏସିରେ ଆଠଗଡ଼ ତିଗିରିଆ ନିର୍ବାଚନ, ଆଠଗଡ଼ ତିଗିରିଆ ଚୌଧୁରୀ ଟାଙ୍ଗୀ ନିର୍ବାଚନ ମଣ୍ଡଳୀର ଅନେକ ଦଳିତ, ଆଦିବାସୀ, ବହୁଜନ, ପଛୁଆ ବର୍ଗ, ମାଇନରିଟି ମାନେ ଏବଂ ତା ସଙ୍ଗେ ସଙ୍ଗେ ଅନେକ ଆମ୍ବେଦକରବାଦୀ ଏଥିରେ ସହଯୋଗ ଦେଇ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଆମର ବିଧାୟକ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରସ୍ତାବ ଦେଇଥିଲେ। ପାଖାପାଖି ଆଠଗଡ଼ ବ୍ଲକର 114 ଗୋଟି ଦଳିତ ସାହିରୁ ମାଟି ସଂଗ୍ରହ କରାଯାଇଥିଲା ଏବଂ ତିଗିରିଆ ବ୍ଲକର ପାଖାପାଖି 87ଟି ଦଳିତ, ଆଦିବାସୀ ସାହିରୁ ମାଟି ସଂଗ୍ରହ କରାଯାଇ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଯେଉଁ ଜାଗାରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେହି ଜାଗାରେ ସେ ମାଟି ଉପସ୍ଥାପନ କରାଯାଇଥିଲା। ଏବଂ ଆମର ଜାନୁଆରୀ 26 ତାରିଖ ଦିନ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଯେ ପ୍ରତିମୂର୍ତ୍ତିଟି ଉନ୍ମୋଚନ କରାଯିବ, ସେ ଯେଉଁ ପ୍ରୋଗ୍ରାମଟି କରାଯିବ ସେଟା କେଉଁଠାରୁ କେଉଁ ଜାଗାରେ ଶେଷ ହେବ ସେ ସମ୍ବନ୍ଧରେ ଆପଣଙ୍କୁ ଆମ ଦଳିତ, ଆଦିବାସୀ, ବହୁଜନର ସଭାପତି ରମେଶ ଗଢ଼ି ସେ ସମ୍ବନ୍ଧରେ ଆପଣଙ୍କୁ ଅବଗତ କରାଇବେ। ଜାନୁଆରୀ 24 ତାରିଖ ଦିନ ଆପଣମାନଙ୍କୁ ଡାକି ଜଣାଇବାର ଅଭିପ୍ରାୟ ହେଇକି ଏକ ମହତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେବା ପାଇଁ ଆପଣମାନଙ୍କୁ ଆମେ ଆମନ୍ତ୍ରଣ କରିଛୁ। ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଆନ୍ତରିକତା ଧନ୍ୟବାଦ ଜ୍ଞାପନ କରୁଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଭାରତୀୟ ସମ୍ବିଧାନର ରଚୟିତା ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଦେଶ ପାଇଁ ଏକ ସୁନ୍ଦର ସମ୍ବିଧାନ ରଚନା କରିବାରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ତାଙ୍କର ମହାପରିନିର୍ବାଣ ଦିବସ ଗତ ସେପ୍ଟେମ୍ବର 6 ତାରିଖ ଦିନ ସଂକଳ୍ପ କରିଥିଲେ ଓ ଆଠଗଡ଼ ଏନ୍ଏସିକୁ ସଂଯୋଗ ସ୍ଥାନ ନିରୂପଣ ପାଇଁ ପ୍ରସ୍ତାବ ଦେଇଥିଲେ, ଯାହା ଗ୍ରହଣୀୟ କରି ଆଠଗଡ଼ ଏନ୍ଏସି ପରିଷଦ ଅନୁମତି ପ୍ରଦାନ କରିଛନ୍ତି। ଆଠଗଡ଼ବାସୀଙ୍କ ଉଦ୍ୟମ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଯୋଗୁଁ ଆଜି ଏହା ଚରିତାର୍ଥ ହେବାକୁ ଯାଉଛି। ପ୍ରାୟତଃ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଆଠଗଡ଼ ଏନ୍ଏସି ସମେତ ପ୍ରତ୍ୟେକ ପଞ୍ଚାୟତର ବିଭିନ୍ନ ଦଳିତ, ଆଦିବାସୀ, ବହୁଜନ ଓ ଅଳ୍ପ ସଂଖ୍ୟକ ସଂଖ୍ୟାଲଘୁ, ପଛୁଆ ବର୍ଗ, ଅଦୂଷିତ ଗ୍ରାମ, ପଲ୍ଲୀ, ବସ୍ତିରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା ଏବଂ ଏହି ସଂଗୃହୀତ ପବିତ୍ର ମାଟି ଶ୍ରୀପଞ୍ଚମୀ ଗତ ଶ୍ରୀପଞ୍ଚମୀ ଦିନ ଏକ ଶୋଭାଯାତ୍ରାରେ ନିଆଯାଇ ପୂଜ୍ୟ ପୂଜା ପୀଠଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିମ୍ନରେ ସମର୍ପଣ କରାଯାଇଛି। ଆମ୍ବେଦକରଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର ପାଇଁ ସଚେତନତା ରଥ ଗତ 16 ତାରିଖ ଠାରୁ ସପ୍ତାହ ବ୍ୟାପୀ ଆଜି ପର୍ଯ୍ୟନ୍ତ ଆଠଗଡ଼, ତିଗିରିଆ ଓ ଟାଙ୍ଗୀ ଚୌଦ୍ୱାର ବ୍ଲକର ଅଞ୍ଚଳକୁ ପରିକ୍ରମା କରିଥିଲା। ଆଗାମୀ 77ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଠଗଡ଼ର ପୂଜ୍ୟ ପୂଜା ପୀଠଠାରେ दिन 11:30 समय मिनी स्टाडियम जहाँ कौन भारत रत्न बाबा साहेब आम्बेडकर प्रतिमूर्ति अनावरण कर